ପଞ୍ଚାଶତୋଧ୍ୟାୟ। ଶ୍ରୀଶୁକୋବାଚ କହନ୍ତି ବ୍ୟାସଙ୍କ ନନ୍ଦନ ଗୋବିନ୍ଦ ପାଦେ ଦେଇ ମନ ଏବେ ଶୁଣ ନରନାଥ ଭକତ ବତ୍ସଳ ଅନନ୍ତ ମଥୁରା ଦାଣ୍ଡେ ଗନ୍ଧ ଘେନି କୁବୁଜା ନାମେ ସେ କାମିନୀ କୃଷ୍ଣଙ୍କୁ ମାଗିଥିଲା ବର ମନାଥ ଭୋନାଥ ଯିବୁ ମୋର ଘର ତାହାର ଭାବେ ହୃଦ ନେଇ କରୁଣା ସିନ୍ଧୁ ଭାବ ଗ୍ରାହୀ ଉଦ୍ଧବ ସଙ୍ଗେ ଋଷିକେଶ କୁବୁଜା ମନ୍ଦିରେ ପ୍ରବେଶ ଗୋବିନ୍ଦ ଆଗମନ ଆସେ ଗୃହ ମଣ୍ଡିଛି ମନ ତୋଷେ ସୁନ୍ଦର ଗୃହ ଉପହାର କିଏ ବା ଦେବା ପଟାନ୍ତର ସୁଗନ୍ଧ ଧୂପ ଦୀପ ବାସ ଅମୂଲ୍ୟ ରତ୍ନମଣି ତ୍ରାସ ଗନ୍ଧ ଚନ୍ଦନ ପରିମଳ ପବନ ବହି ଶୀତଳ କାମ ଉପାଏ ସନ୍ଦୀପନ ଦେଖିଲେ ମୋହେ ଜନ ମନ ମୁକୁତା ପ୍ରବାଳ ଖଞ୍ଜିଣ ଉପରେ ଚନ୍ଦ୍ରାତା ପଟାଣି ରତ୍ନ ପଲଙ୍କ ସେଜ ପଡ଼ା ରତ୍ନ ପାଦୁକା ସୁନା ପିଡ଼ା ସୁଗନ୍ଧ ଧୂପ ଥୋଇ ତଳେ ଉପରେ ଲମ୍ବେ ଫୁଲ ମାଳେ କୃଷ୍ଣ ଆଗମ ପଥ ଚାହିଁ କୁବୁଜା ଦେହେ ଜ୍ଞାନ ନାହିଁ ନିମିଷେ ଯୁଗ ପ୍ରାୟ ମଣି ରଜନୀ ଦିବସ ନଗଣୀ ହରି ବିଜୟ ଦ୍ୱାରେ ଦେଖି ସମ୍ଭ୍ରମେ ଆସନ ଉପେକ୍ଷୀ ସଙ୍ଗତେ ଘେନି ସଖୀ ଗଣ ପୂଜିଲା ଗୋବିନ୍ଦ ଚରଣ ରତ୍ନ ପାଦୁକା ତଳେ ଥୋଇ ପାଦାର୍ଘ୍ୟ ଘେନି ନ ବନ୍ଧାଇ ହେମନ୍ତ କୃଷ୍ଣଙ୍କୁ ପୂଜିଲା ଉଦ୍ଧବ ନିକଟେ ମିଳିଲା ବିବିଧ ନାନା ଅଳଙ୍କାର ପୂଜିଲା ଉଦ୍ଧବ ପୟର ରତ୍ନ ଆସନ ତଳେ ଥୋଇ କୁବୁଜା ଅତି ବଳ ହୋଇ କୁବୁଜାର ହରସ ବଦନ ଚରଣ ଚରଣ ଚାଲିଲା ଆସନ ଏକାନ୍ତେ ଭୂମିରେ ବସିଲା ଗୋବିନ୍ଦ ପାଦେ ଚିତ୍ତ ଦେଲା କୁବୁଜା ଗୃହେ ମଧ୍ୟେ ଥାଇ କୃଷ୍ଣଙ୍କୁ ପଲଙ୍କେ ବସାଇ ତାହାର ଭାବେ ବସ ହରି ପନରତ୍ନ ପଲଙ୍କ ବିଜେ କରି ଅଶେଷ ବ୍ରହ୍ମାଣ୍ଡ ଠାକୁର କପଟ ମନୁଷ୍ୟ ବ୍ୟବହାର କୁବୁଜା କୁଙ୍କୁମ ଲେପିଣ ତକ୍ଷଣେ ସାରିଲା ଯେ ସ୍ନାନ ଜିନ ବସନ ରଙ୍ଗେ ସାର ସ୍ୱଭାବେ ନାନା ଅଳଙ୍କାର ହୃଦ ଚନ୍ଦନ କଣ୍ଠେ ହାର ତାମ୍ବୁଳେ ସୁରଙ୍ଗ ଧର ସୁସ୍ୱାଦୁ ରସ ପାନ କଲା ଗୋବିନ୍ଦ ନିକଟେ ମିଳିଲା ହାସ୍ୟ ବଦନେ କାମ ଗତି କଟାକ୍ଷେ ମହିଳା ଶ୍ରୀପତି କୁବୁଜା ଚାହିଁବ ନ ମାଳି ଡାକନ୍ତି ନିଜ ଭୁଜ ତୋଳି ନବ ସଙ୍ଗମ ଲଜ୍ଜା ପାଇ କୁବୁଜା ନ ପାରଇ ଯାଇ ସଙ୍କୋଚ ଗମନ ସଦୀରେ ରତ୍ନ ପଲଙ୍କ ବେନି କରେ ଗୋବିନ୍ଦ ଭୁଜେ ଭୁଜ ଦେଇ ପଲଙ୍କେ ବସାଇଲେ ନେଇ କୁବୁଜା ଘେନି କୃଷ୍ଣ କୋଳେ ଗନ୍ଧଲେ ବଇ ହୋଇ ଭୋଳେ ରମିଲେ କମଳାର ବର ଅଶେଷ ବ୍ରହ୍ମାଣ୍ଡ ଠାକୁର କୁବୁଜା କାମ ଭୋଳ ଭରି କୃଷ୍ଣ ଚରଣ କରେ ଧରି କୁଚ ହୃଦୟ ଚକ୍ଷୁରେ ଆଘ୍ରାଣ କଲା ନାସାଦରେ ଯେତେ କଳମୁଷ ଦେହେ ଥିଲା ଗୋବିନ୍ଦ ଚରଣୀ ମଜିଲା ନିର୍ଭର ବେନି ଭୁଜ ତୋଳି ହୃଦେ ଲଗାଇ ବନମାଳି ଆନନ୍ଦେ ମଦନ ମୋହନ ନିବିଡ଼େ କଲେ ଆଲଙ୍ଗିନ ଜଳେ ବେସନ ଛାଡ଼େ ପଙ୍କ ତେନେ ଛାଡ଼ିଲା ମନସ୍ତାପ ସେ ହରି କୈବଲ୍ୟନାଥ ଲୋଡ଼ି ନ ପାନ୍ତି ମୁନିଅନ୍ତ ତାଙ୍କୁ କୁବୁଜା ଘେନି କୋଳେ ଗନ୍ଧ ଲେପନ ସୁଖ ବଳେ ଦେଖ ଏ ଭାଗ୍ୟ ଫଳ ତାର କୃଷ୍ଣଙ୍କୁ ମାଗିଲା ଯେ ବର ଭୋନାଥ ରହ କିଛି ଦିନ ତୋଷ ନହିଲା ମୋର ମନ ପଦ୍ମଲୋଚନ ତାର ସଙ୍ଗେ କ୍ରୀଡ଼ା କରିବି ନାନା ରଙ୍ଗେ ମୁନି କହନ୍ତି ରାଜା ଆଗେ ଦେଖ କୁବୁଜାର ଭାଗ୍ୟ ଶୁଣି ସାନନ୍ଦ ଗୋପୀନାଥ ତହିଁ ରହିଲେ ଦିନା କେତେ କାମନା ପୂର୍ଣ୍ଣ କରି ତାର ତହୁଁ ଚଳିଲେ ଦାମୋଦର ଅଶେଷ ସୁଖ ଭୋଗ ତାର ଉଦ୍ଧବ ସଙ୍ଗେ ତାର ତହୁଁ ଚଳିଲେ ଦାମୋଦର ଅଶେଷ ସୁଖ ଭୋଗ ଦେଇ ଉଦ୍ଧବ ସଙ୍ଗେ ଭାବଗ୍ରାହୀ ପ୍ରବେଶ ଆପଣା ମନ୍ଦିରେ ଶୁଣ କୁବୁଜା ବ୍ୟବହାର ଦୁର୍ଲଭ ପାଦ କରି ସେବା ଲୋଡ଼ି ନ ପାରି ସୁର ଦେବା ତାହାଙ୍କୁ ତପ ବଳେ ପାଇ ସଂସାର ସୁଖ ସେ ଲଢ଼େଇ କୁସିତ ମତି ବୋଲି ତାର ପଡ଼ଇ ଦୁଃଖ ଅନ୍ଧକାରେ ଅଜ୍ଞାନ ବିପ୍ର ଜଗନ୍ନାଥ କାହିଁ ପାଇବ କୃଷ୍ଣପଦ ଶୁଣ ହେ ଅଭିମନ୍ୟୁ ସୁତ ମଥୁରାପୁରେ ଯଦୁନାଥ ରଜନୀ ଅନ୍ତ ମନେ ଗୁଣି ଦୟାସାଗର ଚକ୍ରପାଣି କଳ୍ପିତ କାର୍ଯ୍ୟ ଉପଦେଶେ ପଶୁତନୟ ପଙ୍କ ଉଦ୍ଦେଶ୍ୟ ତାହାଙ୍କ ହିତ ମନେ ଗୁଣି ରାମ ଉଦ୍ଧବ ସଙ୍ଗେ ଘେନି ମିଳିଲେ ଅକ୍ରୂର ମନ୍ଦିରେ ରାଜନ ଶୁଣ ଜ୍ଞାନ ସାର ନିକଟେ ଦେଖି ବନ୍ଧୁ ଜନ ଅକ୍ରୂର ହରୁଷ ବଦନ ଆନନ୍ଦେ କୃଷ୍ଣ ସଙ୍ଗ ପାଇ ନିବିଡ଼େ ଆଲଙ୍ଗିନ ଦେଇ
ପୁଲକେ ଅଶ୍ରୁ ଜଳ ବହେ ପ୍ରଣାମ କଲା କୃଷ୍ଣ ପ୍ରାୟେ ରାମର ପାଦେ ପୁଣ ପଡ଼ି ଉଦ୍ଧବ କହେ କର ଯୋଡ଼ି ରାମ ଗୋବିନ୍ଦ ବନ୍ଧୁ କଣେ ନମିଲେ ଅକ୍ରୂର ଚରଣେ ଅକ୍ରୂର ନିଜ ପରେ ନେଇ ଉତ୍ତମ ଆସନେ ବସାଇ ଜାଣଇ ପୂଜାର ବିଧାନ ଆନନ୍ଦେ ମନସନଚନ ସୁବନ ପାତ୍ରେ ଜଳ ନେଇ ରାମ ଗୋବିନ୍ଦ ପାଦେ ଥୋଇ ପାଦେ ଉଦକ ଘେନି ଶିରେ ଭାବେ ବୁଝିଲା ଚକ୍ଷୁ ଘେନି ଭାବେ ବୁଝିଲା ଚକ୍ଷୁ ବେନେ ଦିବ ବସ ପାଦେ ଉଦକ ଶିରେ ଘେନି ଭାବେ ବୁଝିଲା ଚକ୍ଷୁ ବେନେ ଦିବ୍ୟ ବସନ ଗନ୍ଧମାଳ ପୂଜିଲା ମଦନ ଗୋପାଳ ମଣିମୁକ ତାହାର ସାଙ୍ଗେ ମଣ୍ଡିଲା ଗୋବିନ୍ଦ ରଙ୍ଗେ ରାମକୁ ଦେଲା ଅଳଙ୍କାର ଭାବେ ଚାଚି ଯୋଡ଼ିଲା ବେନିକର ରାମକୁ ଦେଲା ଅଳଙ୍କାର ଭାବେ ଯୋଡ଼ିଲା ବେନିକର ଖଟେ ବସାଇ ଦାମୋଦର ଚରଣ ଚାପଇ ଅକ୍ରୂର ରାମର ପାଦେ ହସ୍ତ ଦେଇ ବିଶ୍ୱାସେ ଅକ୍ରୂର ବୋଲଇ ନାଥ ପ୍ରଭୁ ନାରାୟଣ ଅଶାସ ବ୍ରହ୍ମାଣ୍ଡ କାରଣ ପାପିଷ୍ଟ କଂସ ରାଜା ମଲା ଆମ୍ବର କୂଳ ଭାଗ୍ୟ ଥିଲା ଯାହାର ତ୍ରାସେ ଯଦୁବଂଶ ନିଶ୍ଚୟ ହୋଇଥାନ୍ତା ଦୋଷ ତାହାଙ୍କୁ ହେଳେ ନାଶ କଲ ବୁଡ଼ିଲା କୂଳ ଉଦ୍ଧାରିଲ ଏ କୂଳ ଏବେ ଯେ ବୁଡ଼ିବ ଅବନି ତଳେ ଯଶ ଥିବ ତୁମେ ଯେ ପ୍ରକୃତି ପୁରୁଷ ଲୀଳାରେ ସଂସାରେ ପ୍ରବେଶ ଜଗତ ନାନା ରୂପ ହୋଇ ତୁମ୍ଭ ଶରୀରୁ ପ୍ରକାଶ ହୋଇ ଏମନ୍ତ ଜଗତମୟ ଏତେ ଜଗତମୟ ନାମ କିଏ ବା କରିବା ଉପାୟ ପର ପରେ ବିଚାରଣେ ତୋତହୁ ନାହିଁ ଅନ୍ୟ ଜଣେ ତୁମ୍ଭେ ଯେ ସଂସାର ବିହାଣ ଜୀବ ପରମ ଭିଆଇ ଯୁବ ପରମ ରୂପ ହୋଇ ଆତ୍ମାର ତେଜ ବଳ ଦମ୍ଭେ ପ୍ରବେଶ କ୍ରୀଡ଼ା ଅନୁଭବେ ନାନା ପ୍ରକାରେ ରୂପ ହୋଇ ଏକତା ନିଗମେ ଅଛଇ ସଚରାଚର ଭୂତ ଯୋନି ଶବଦ ଆଦି ଗୁଣ ଘେନି ବହୁ ପ୍ରକାରେ ପ୍ରକାଶନ୍ତି ତୁମ ମହିମା ନ ଜାଣନ୍ତି ଏମନ୍ତ ପ୍ରକାଶ ତୁମ୍ଭର କେବଳ ଆତ୍ମଜ୍ଞାନ ସାର ବିହରୁ ନାନା ରୂପ ଧରି ମାୟା ସଂସାରେ ନର ହରି ତୁ ପୁଣି ତୋହର ଆୟତ ମାୟାରେ ବ୍ରହ୍ମୁଏ ଜଗତ ସୃଷ୍ଟି ପାଳନ ସଂହାରଣ ରଜସାତକ ତମ ଗୁଣ ଏଣୁ ଯେ ତୋର ଭେଦ ନାହିଁ ସକଳେ ହୋଇଅଛୁ ତୁହି ତୋ ମାୟା ଜାଲେ ତ୍ରିଭୁବନ ବଦ୍ଧ ହୋଇଛି ଜନାର୍ଦ୍ଦନ ଦେହାଦି ଉପାଧି ତୋର ସବୁ ଅଟୟ ପ୍ରଭୁ ତୋର ତରଙ୍ଗେ ଜେନେ ନାଶ ଯାଇ ନିଶ୍ଚଳ ଭାବେ ଚଳେ ଥାଇ ଗୁଣ ବ୍ୟବହାର ଯାର ଭେଦ ତାହାର ଦୁଃଖ ସୁଖ ଅଭେଦ ଆତ୍ମା ତୁ ପ୍ରତ୍ୟକ୍ଷ ତୋହର ନାହିଁ ବୋଧ ମୁଖ୍ୟ ନାହିଁ ତୋହର ଭିନ୍ନ ଭାବ ଏଣୁ କେ ମହିମା କହିବ ତୋର ବଚନ ସ୍ତୁତି ଗୁଣ ସଂସାର ଭିତରେ କାରଣ ପାଷାଣ୍ଡେ ନିଜେ ପାପ ବଳେ ବେଦ ନିନ୍ଦନ୍ତି ଯେତେବେଳେ ତୁ ନାଥ ସତଗୁଣ ଜପୁ ପାଷାଣ୍ଡ ଗର୍ବେ ହେଳ ଗଞ୍ଜୁ ଏମନ୍ତେ ପ୍ରଭୁ ନର ହରି ଯାଦବ ବଂଶେ ଅବତରି ବସୁଦେବର ଘରେ ନାଥ ଅଂଶ ଥୋଇଲୁ ଦେହବନ୍ତ ଅସୁର ବଳ କରି ନାଶ ଥୋଇଲୁ ଯଦୁକୁଳ ଯଶ ଏମନ୍ତ ମହିମା ତୋହର ବିଜୟ କଲୁ ମୋର ପୁର ଦେବତା ପିତୃଯଜ୍ଞ ତପ ତୁ ନାଥ ସକଳ ସ୍ୱଭାବ ତୁ ଯଦି ହୋଇବୁ ପ୍ରବେଶ ଯେ ଧନ୍ୟ ପୁଣ୍ୟ କୁଗୃହବାସ ତୋର ଚରଣ ଉଦକ ପବିତ୍ର କରେ ତିନି ଲୋକ କେଉଁ ପଣ୍ଡିତ ତ ଚରଣେ ଛାଡ଼ି ଭଜିବ ଅନ୍ୟ ଜଣେ ଭକତ ଜନବନ୍ଧୁ ତୁ ହି ସତ୍ୟ ବଚନ କଲୁ ବୋଲୁ ତୁ ସର୍ବଭୂତ ଆତ୍ମା ଯେଣୁ ଭୂତ ଶୁଭ ଅଶୁଭ ପରିମାଣୀ ଭକତ ଅନୁରୂପେ ଫଳ ଯେଣୁ ତୁ କରୁଣା ବସଳ ଭାବ ଆତ୍ମାକୁ ଭାବ ତୁଇ ବୁଦ୍ଧି ବିନାଶ ତୋର ନାହିଁ ଆମ୍ଭେ ସ୍ୱଭାବେ ହତ ଜ୍ଞାନ କେବଳ ଭାଗ୍ୟ ଭଗବାନ ତୋତେ ପାଇଲୁ ପୁଣ୍ୟ ବଳେ ଚିହ୍ନି ନ ପାରି କଚର୍ମ ଡଳେ ସକଳ ସୁର ସିଦ୍ଧି ପଜତି ଜାଣି ନ ପାରି ତୋର ଗତି ସୁତ କଳତ୍ର ଧନ ମିତ୍ର ଗୃହ ମନ୍ଦିର ବୃତ୍ତି ଛତ୍ର ଏ ରୂପେ ତୋର ମାୟା ଫାନ୍ଦେ ବନ୍ଧନ ଅଛୁ ଆମ୍ବ ପାଦେ ତୋହର ଅଛି ଯେବେ ଦୟା ଭନାଥ ଛେଦ ଏବେ ଏହା ଏମନ୍ତେ ଅକ୍ରୂରର ବାଣୀ ହସି କହନ୍ତି ଚକ୍ର ପାଣି ମୋହରେ ମୋହିଲେ ଅକ୍ରୂରର ମନ କୋମଳ ଗଭୀର ବଚନ
କହନ୍ତି ପ୍ରଭୁ ଭାବଗ୍ରାହୀ ମାୟା ମୋହନ ମୁଖ ଚାହିଁ ତୁ ଆମ୍ବ ଗୁରୁ ଭ୍ରାତ ତାତ ବାନ୍ଧବ ମଧ୍ୟରେ ତୁ ମହତ ଆମ୍ଭେ ତୁମ୍ଭର ପୁତ୍ର ଦୁଇ ତୋର ଶୁଣି ଆମ୍ଭ ଦେଇ ତୋର ପାଦେ ସେବା କରି ତେବେ ସେ ଥିବୁ ଦେହ ଧରି ଆମ୍ଭ ରହିତେ ସାଧୁ ମତେ ଦେବଦାନବ ଏକ ମତେ ସାଧୁଜନଙ୍କ ଏହି ମତି ହସି କହନ୍ତି ସାଧୁଜନଙ୍କ ମତି ଏହି ହସି କହନ୍ତି ଭାବଗ୍ରାହୀ ଜଳ ପୁରିତ ତୀର୍ଥଗଣ ଦେବତା ମୃତ୍ତିକା ପାଷାଣ ଏହାଙ୍କୁ ସେବିଥିଲେ ଯଦି ଅନେକ କାଳ ଫଳ ଦିଅନ୍ତି ସାଧୁଙ୍କ ଦର୍ଶନ ମାତ୍ରେ କଳୁଷ ନର ହୋଇ ଗାତ୍ରେ ତୁ ବନ୍ଧୁ ମଧ୍ୟରେ ଜ୍ୟେଷ୍ଠ ତୋର ମୋର ବଚନ ଏବେ କର ହସ୍ତିନାପୁରେ ଯାଅ ବେଗେ କହ ଇ କଥା ତୋର ଆଗେ ପଶୁ ରାଜାର 5 ପୁତ୍ର ପଣ୍ଡୁ ରାଜାର 5 ପୁତ୍ର ପିତା ମରଣେ ଅରକ୍ଷିତ ଅଛନ୍ତି ଧୃତରାଷ୍ଟ୍ରପୁରେ ବନ୍ଦୀ ଜେସନ ବନ୍ଦୀ ଘରେ ଅମ୍ବିକା ସୁତବ ଚକ୍ଷୁହୀନ ତାହାର ପୁତ୍ର ଦୁର୍ଯ୍ୟୋଧନ ସତେ ଏକ ପୁତ୍ର ମଧ୍ୟ ଶ୍ରେଷ୍ଠ ଉଗ୍ର ସ୍ୱଭାବ ମନ୍ଦ ଦୃଷ୍ଟ ରାଜା ତାହାର ବଶ ହୋଇ ସମେନ ଦେଖେ 5 ଭାଇ ତୁ ଏବେ ଯାଉ ମୋର ବୁଲେ ତାଙ୍କ କୁଶଳ ପୁଛ ବୋଲେ ଭୋତାତ ଯାଉ ବେଗେ ହୋଇ କହି ଉଠିଲେ ବେନି ଭାଇ ଉଦ୍ଧବ ସଙ୍ଗେ ବନମାଳି ନିଜ ଭୋଜନେ ବେଗେ ମିଳି ସେ ରାମ କୃଷ୍ଣ ପାଦ ଯୁଗେ ମୋ ଚିତ୍ତ ରହୁ ଧ୍ୟାନ ମାର୍ଗେ କହି ବିପ୍ର ଜଗନ୍ନାଥ ଦଶମ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ ଭାଗବତେ ମହାପ୍ରାଣେ ପରମାଂସ ସଂହିତାଏ 82 ଦଶମ ସ୍କନ୍ଧେ କୁବୁଜା ମନୋରଥ ପୂର୍ଣ୍ଣ ଶ୍ରୀକୃଷ୍ଣ କ୍ରୂର ହସ୍ତିନା ପ୍ରେରଣେ ନାମ 50 ଅଧ୍ୟାୟ।